କ୍ୟାରେକ୍ଟରଟା ପାଇଁ ମୁଁ ଫାର୍ଷ୍ଟ ଧନ୍ୟବାଦ ଦେବି ସଚିନ ଭାଇଙ୍କୁ, ତାପରେ ସେକେଣ୍ଡ ଧନ୍ୟବାଦ ଦେବି ଜ୍ଞାନ ଭାଇଙ୍କୁ, ତାପରେ ଆମ ଡିରେକ୍ଟର ସାର୍ ଯିଏ ଅଛନ୍ତି ରଞ୍ଜିତ ଭାଇ। ସୁଟିଂରେ ସେମିତିକା ପ୍ୟାଣ୍ଟ ସାର୍ଟ ଦରକାର ଥିଲା ବୋଲି ପିନ୍ଧିକି ଆସିଥିଲି। ସେ ମ୍ୟୁଜିକ ଭିଡିଓର ନାଁ ହେଲା ଆମେ ଅଲଗା। ଏଇଥିରୁ ମୁଁ ଶିଖିଲି ମାନେ କିନ୍ନର ମାନଙ୍କୁ କେମିତି କଣ ମାନେ କିନ୍ନର ମାନେ ଆମ ସମାଜ ପାଇଁ କେତେ କଣ ଡେଭଲପମେଣ୍ଟ କରୁଛନ୍ତି, ଆଉ କିନ୍ନର ମାନେ ଆମ ସମାଜ ପାଇଁ ମାନେ କଣ ମାନେ ଦରକାର କାହିଁକି ସେଟା ବୁଝିଲି। ଆଉ ଗୋଟେ କିନ୍ନର ମାନେ ହେଲେ ଶିବ ପାର୍ବତୀଙ୍କ ଅଧା ବେଶ ଅଗନା। କୋଉ ମ୍ୟାଡାମ? ନା ତାଙ୍କୁ ଡାକୁନାହାନ୍ତି, ସେ କହିବେ। ନା ତାଙ୍କୁ ଡାକୁନାହାନ୍ତି, ମୁଁ ଆଗରେ କହିବେ। ବାପା ମା କହିଲେ ମୁଁ ବାହା ହେଇଯିବି। ବାପା ମା ଭାଇ ଲଭ୍ କାଇଁ କରିବି? କାହିଁକି? ନମସ୍କାର, ମୁଁ ସ୍ମୃତି ରଞ୍ଜନ। ଆମେ ଅଲଗା ମ୍ୟୁଜିକ ଭିଡିଓରେ ଗୋଟେ ଛୋଟିଆ କ୍ୟାରେକ୍ଟରଟେ ମିଳିଛି ମୋତେ, ସେଥିପାଇଁ ମୋତେ ଭଲ ଲାଗୁଛି। ଏ କ୍ୟାରେକ୍ଟରଟା ପାଇଁ ମୁଁ ଫାର୍ଷ୍ଟ ଧନ୍ୟବାଦ ଦେବି ସଚିନ ଭାଇଙ୍କୁ, ତାପରେ ସେକେଣ୍ଡ ଧନ୍ୟବାଦ ଦେବି ଜ୍ଞାନ ଭାଇଙ୍କୁ, ତାପରେ ଆମ ଡିରେକ୍ଟର ସାର୍ ଯିଏ ଅଛନ୍ତି ରଞ୍ଜିତ ଭାଇ। ମାଗିକି ନାହିଁ, ଭଡାରେ କାହିଁକି ଆଣିବି? ସୁଟିଂରେ ସେମିତିକା ପ୍ୟାଣ୍ଟ ସାର୍ଟ ଦରକାର ଥିଲା ବୋଲି ପିନ୍ଧିକି ଆସିଥିଲି। ସେ ମ୍ୟୁଜିକ ଭିଡିଓର ନାଁ ହେଲା ଆମେ ଅଲଗା। ନା ସେଇ ମ୍ୟୁଜିକ ଭିଡିଓଟା ନାଁ ହେଲା ଆମେ ଅଲଗା। କିନ୍ନରଙ୍କ ଉପରେ ଏଟା କରାହେଇଛି ତ। ନା ନା ମୁଁ ଅଲଗା ନାହିଁ, ସେ ମ୍ୟୁଜିକ ଭିଡିଓଟା ନାଁ ଆମେ ଅଲଗା। ନା ମ୍ୟୁଜିକ ଭିଡିଓଟା ନାଁ ହେଲା ଆମେ ଅଲଗା, ମାନେ ଏଟା କିନ୍ନର ମାନଙ୍କ ଉପରେ କରାହେଇଛି ଗୋଟେ ଷ୍ଟୋରି। ଶିଖିଲି କି ମାନେ ଏଇଥିରୁ ମୁଁ ଶିଖିଲି କି ମାନେ କିନ୍ନର ମାନଙ୍କୁ କେମିତି କଣ ମାନେ କିନ୍ନର ମାନେ ଆମ ସମାଜ ପାଇଁ କେତେ କଣ ଡେଭଲପମେଣ୍ଟ କରୁଛନ୍ତି, ଆଉ କିନ୍ନର ମାନେ ଆମ ସମାଜ ପାଇଁ ମାନେ କଣ ମାନେ ଦରକାର କାହିଁକି ସେଟା ବୁଝିଲି। ଆଉ ଗୋଟେ କିନ୍ନର ମାନେ ହେଲେ ଶିବ ପାର୍ବତୀଙ୍କ ଅଧା ବେଶ ଅଗନା ବେଶ। ପଢିଲି ସେଟା ଆମ ସ୍କୁଲ ଗ୍ରାମର ବହିରେ ଅଛି। ମାନେ ସେ କିନ୍ନରଙ୍କ ଉପରେ ଗୋଟେ ବିଷୟ ଥିଲା ତ ସେଇଟା ଶିଖିଛି। ଆମେ ଶୁଣିଛୁ ଛୋଟ ପିଲାମାନେ କିନ୍ନର ମାନଙ୍କ ସହିତ ବହୁତ ଲାଗନ୍ତି, କମେଣ୍ଟ ମାରନ୍ତି। ତମେ ସେମିତି କେବେ କରିଛ? ନା ଭାଇ, କିନ୍ନର ମାନଙ୍କୁ ସଦାବେଳେ ସମ୍ମାନ ଦେଇଛି। ସମ୍ମାନ ଦିଅନି ବୋଲି ଆମେ ଶୁଣିଛୁ। ତମକୁ କିଏ କହିଲା? ଯୋଉ ମ୍ୟାଡାମଙ୍କ ସହିତ ତମେ କ୍ୟାରେକ୍ଟର ଲିଭେଇଛି ସେଇ କହିବେ। କୋଉ ମ୍ୟାଡାମ? କୋଉ ମ୍ୟାଡାମ? ଆମେ ଅଲଗା ଯୋଉମାନେ ଅଛନ୍ତି। ନା ତାଙ୍କୁ ଡାକୁନାହାନ୍ତି, ସେ କହିବେ। କହିଲେ ନା ତାଙ୍କୁ ଡାକୁନାହାନ୍ତି, ମୁଁ ଆଗରେ କହିବେ। ତମେ କୋଉଠି ମାନନି, ତମେ କମେଣ୍ଟ ପାସ୍ କର। ତାଙ୍କୁ ଛୋଟ ବୟସ ତମେ କମେଣ୍ଟ କରିବ? କିଏ କହିଲା? କହିଲେ ପରା ସେମାନେ। ତାଙ୍କୁ ଡାକୁନାହାନ୍ତି, ମୁଁ କହିବି। ମ୍ୟାଡାମ ଏଠି ଅଛନ୍ତି, ଯାଇଛନ୍ତି। ଆଜି ସେ ବାଡେଇବେ କାରଣ ସରିଗଲା ସୁଟିଂ, ରିଲିଜ ହେଇଗଲା। ସେ ଆଜି ବାଡେଇବେ ତମକୁ। କାହିଁକି ବାଡେଇବେ? କମେଣ୍ଟ କରୁଛ। ହଁ ହଁ ହଁ। ବାପା ମା କହିଲେ ମୁଁ ବାହା ହେଇଯିବି। ବାପା ମା ତମେ ଲଭ୍ କଲ, ବାହା ହବ ନା ନାଇଁ? ଭାଇ ଲଭ୍ କାଇଁ କରିବି? ଗୋଟେ ଲଭ୍ ହେଇଗଲା ତମ ସହିତ। କାହିଁକି? କାହିଁକି ମାନେ? କାହିଁକି ଲଭ୍ ହବ? ଲଭ୍ ସେମିତି କଣ କହିବ? ଭାଇ ଆମେ ଏଇଟା ପଶିବାକୁ ଚାହୁଁନୁ। ଯଦି ବାପା ମା କହିଲେ କିନ୍ନରକୁ ବାହା ହେବାକୁ, ତ ମୁଁ ବାହା ହେଇଯିବି, କିଛି ଅସୁବିଧା ନାହିଁ। ଏଥିରେ ମୁଁ କିନ୍ନରର ଭାଇ କ୍ୟାରେକ୍ଟରରେ ଅଛି, ଯେ ସବୁଠୁ ଛୋଟ କିନ୍ନର ଥିଲେ ତା ଭାଇ କ୍ୟାରେକ୍ଟରରେ ଅଛି। ଡାଇଲଗ କିଛି ଅଛି ନା କିଛି ନାହିଁ? ନା ଡାଇଲଗ କିଛି ନାହିଁ। ଦେବ ପିସ୍ ତମେ।